ବିଜୁଳି ଘଡ଼ଘଡ଼ିରେ 25 ଛେଳି ମୃତ, ଚାଷୀଙ୍କୁ ବଡ଼ କ୍ଷତି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏସ୍ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଏସ୍ ଗୋପାଳପୁର ଗ୍ରାମରେ ବଜ୍ରପାତ ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ବିନୋଦ ଗୌଡ଼ଙ୍କର 25ଟି ଛେଳି ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଅଞ୍ଚଳରେ ବର୍ଷା ସହ ପ୍ରବଳ ବଜ୍ରପାତ ଓ ବିଜୁଳି ଘଡ଼ଘଡ଼ି ହେଉଥିବା ବେଳେ ଛେଳିଗୁଡ଼ିକ ଏକ ସ୍ଥାନରେ ଏକତ୍ରିତ ହୋଇ ରହିଥିଲେ। ଏହି ସମୟରେ ବଜ୍ରାଘାତ ଘଟିବାରୁ 25ଟି ଛେଳି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଘଟଣାରେ ବିନୋଦ ଗୌଡ଼ଙ୍କର ଲକ୍ଷାଧିକ ଟଙ୍କାର ଆର୍ଥିକ କ୍ଷତି ହୋଇଥିବା ବେଳେ ଖବର ପାଇ ପଶୁ ଚିକିତ୍ସା ବିଭାଗର କର୍ମଚାରୀମାନେ ଓ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଓ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସାନଖେମୁଣ୍ଡିରୁ ଅଶୋକ କୁମାର ସାହୁଙ୍କ ରିପୋର୍ଟ।